ଧନ କାଲିଠୁ 3 ଦିନ ଖାଇଲେ 3 ଦିନ ଉପବାସ ରହୁଛୁ। କୋଉଠୁ ଆଣିବୁ ଯେ ପଇସା ଖର୍ଚ୍ଚ କରିବୁ? ଏତେ କେସ କାରଣ ଗାଡ଼ି ଭଡ଼ା ଲାଗିବ, କୋଉଠୁ ଆଣିବୁ? ସରକାର ଟିକେ ପାଇଲୁନି। କାଲିଠୁ ଝିଅ ମନ ଖରାପରେ କାଲି ରୋଷେଇବାସ କିଛି କଲାନି। କାଲି ଉପବାସ ଏଠି ଆଜି ଉପବାସ ଝୁଅ ରହିଛି ପୁଅ ରହିଛି। ହଉ ଉପମା କରିକି ଆଣିଥିଲା ଯେ ସେ ଟିକେ ଖାଇଥିଲା, ମୋତେ ଟିକେ ଦେଇଥିଲା। ଝୁଅ ସାଙ୍ଗରେ ଆସିଛି, ଝୁଅ ଆଣିଛି। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲ? ଝୁଅ ସାଙ୍ଗରେ ତୁମେ ଦେଖା ହେଇନି। ମୋତେ ପିଲା ଆଣିଲେ ହେରି ବାବୁଙ୍କ ପାଖକୁ। ମୁଁ ଯେଉଁଟା କହିବାକୁ କହୁଥିଲି ସେଟା କିଛି ନ କହିକି ରେସନ କାର୍ଡଟା ସେ ବଢ଼େଇ ଦେଲେ, ରେସନ କାର୍ଡଟା କରିଦେଲେ, ଆଉ ସେ ପାଇଖାନା କରିଦେଲେ, ଆଉ ମୋତେ ଟଙ୍କା ଦେଇଦେଲେ। କହିଲେ ୟା କାନ୍ଦନି ଜହରି କେତେ 1000 ଟଙ୍କା ଦେଇଛନ୍ତି। ନାତିକି ଧରିକି ଆସିଲେ କି ମୁଁ ସବୁ କରିବି। କିଏ ଦେଲେ 1000? ସେଇଠି ବଡ଼ ବାବୁ ପାଖରେ ଠିଆ ହେଇଥିଲେ, କିଏ ଦେଲେ ବୋଲି ମୁଁ ଜାଣିନି ନା ଚିହ୍ନିନି କହିବି। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲ? ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲ? ମୁଁ ବା ଚିହ୍ନିଛି କି? ଏଇପଟେ ଜଣେ ବସିଥିଲେ ଯେ ଗୋରା ହେଇକି, ସେଇ ସବୁ କଥା କହିଲେ। ଆଉ ଜଣେ ଏଇ କାଗଜଟାରେ ଲେଖିଦେଲେ, କହିଲେ ତମର ହେଇଗଲା, ଆଉ ତେବେ ଜହରି କାନ୍ଦନି, ଆଉ ତମ ନାତିକି ଧରିକି ଆସିବ, ମୁଁ ସବୁ କଥା ତମର କହିବି, ଏମିତି କହିଲେ।